ବଉଟା ଆଇଫୋନ ଆଣିଦେରେ ଏ ମୋବାଇଲ ଆଉ କେତେ ଦିନ ଧରିମି ଆଇଫୋନ ଗୋଟେ ନିହାତି ଦରକାର। ଆଣିଦବୁ ନା ଆଣିଦବୁନି ଆଁ ତୋ ବାପାକୁ କହ। ଆଉ ତତେ କହିନି ତୁ ତୁ ଏଟିଏମ୍ ଯେ ଆଁ ଆଉ ତୁ ଆଣିକି ଦବୁ ନା ଦବୁନି? ସୋ ହେ ଗାଇସ୍ ଜୟ ଜଗନ୍ନାଥ ଜୟ ଶ୍ରୀରାମ ସମସ୍ତଙ୍କୁ ତ ସ୍ୱାଗତ କରୁଛି ପ୍ରଭୁ ସୁନିଲ ବ୍ଲଗ କୁ ଗାଇସ୍। ତ ଆପଣମାନେ ଫ୍ୟାମିଲି କେମିତି ଅଛନ୍ତି? ଜଗନ୍ନାଥଙ୍କ ଦୟାରୁ ବେଶ ଭଲରେ ଥିବେ ଖୁସିରେ ଥିବେ ତ ସପୋର୍ଟ ତ କର ଗାଇସ୍। ତ ଦେଖିନିଅ ଆଜିର ପାଣିପାଗ ଦେଖ କାଲି ଖରା ଦେଖେଇଥିଲି ଆଜି ଦେଖ ପୁଣି ମେଘୁଆ ମେଘୁଆ ପାଗ। ଏଇଠି ଦେଖ ଗାଇସ୍ ଆମ ଭାଇମାନେ ସବୁ ବସିଛନ୍ତି ହେଲା କି। ସବୁ ଘାସ ଫାସ ଉଠିକି କଣ ହେଲାଣି ଦେଖୁଛନ୍ତି ତ ହେଲା କି। ତ ଗାଇସ୍ ଏବେ ହିଁ କ୍ଲାସରୁ ଆସିଲି ହେଲା କି ଏବେ ସାର୍ ଟାଇମ୍ ହେଇଗଲା କେତେଟା ନା 11:30 12 ପ୍ଲସ୍ ହେଇଯିବ ନା ଦେଖି ଟାଇମଟା ଦେଖାନା। 11:30 କେତେ 11:30 11:30 ହେଇଛି 11:29 ହେଇଛି ହେଲା କି। ତ ଗାଇସ୍ ଆଜିର କଣ୍ଟେଣ୍ଟଟା କଣ ରହୁଛି ନା ଆଜି ମୁଁ ବ୍ଲଗ୍ ଷ୍ଟାର୍ଟ କଲି କଣ ପାଇଁ ନା ମୋ ବୋଉ ମୋ ମାଉସୀ ମୋ ମାନେ ମାଉସୀଙ୍କ ପୁଅ ଆଉ ମୋର ନିଜ ଭାଇ ଦୁଇ ଜଣ ସାରା ଆସିଛନ୍ତି ଦୁଇ ଜଣ ସାରା ଏଠି ଇଞ୍ଜିନିୟରିଂ ପଢିବେ ହେଲା କି। ତ ଚାଲ ଗାଇସ୍ ସେମାନେ ଆସିଛନ୍ତି ଚାଲ ଦେଖିବା ଚାଲ ଚାଲ ଚାଲ। ଏଇଠି ତ ଗାଇସ୍ ଚାଲିଛି ଆମର ରନ୍ଧାରନ୍ଧି ହେଲା କି ଏଠି ଆମର ରନ୍ଧାରନ୍ଧି ଚାଲିଛି ହେଇ ସେଠି ଆଉ ଭିତରେ ଏଠି ବାହାରେ ଭାତଟା ଖାଲି ହଉଛ ଆଉ ଭିତରେ ତ ତାର ଇଏ ହବ ଆଉ ହେଲା କି। ଏ ଦେଖ ଗାଇସ୍ ଆସୁଛନ୍ତି ମାନେ ଆସିକି ସବୁ ଜିନିଷ ପତ୍ର ରଖିଦେଇଛନ୍ତି। ଭାଇ କହୁଛନ୍ତି ଆରମ୍ଭ କରିଦେଲୁ ଇଏ ଗାଇସ୍ ଦେଖ ମୋ ଭାଇ ଆଉ ମାଉସୀ ପୁଅ ମାଉସୀ ମୋ ବୋଉ ଦୁଇ ଜଣ ହେଲା କି। ଏଠି ଆଗେ କ୍ୟାଣ୍ଟିନ୍ ଆଡ଼ମିସନ୍ଟା ଆଗେ ସେଠି ହଷ୍ଟେଲରେ ଆଡ଼ମିସନ୍ କରିଦେଇକି ଆସିଲେ ଏଠି କ୍ୟାଣ୍ଟିନ୍ ଆଡ଼ମିସନ୍ ଆଉ କ୍ୟାଣ୍ଟିନ୍ ଆଡ଼ମିସନ୍ ଇଆର ଚାଲିଛି ହେଲା କି। ଇଏ ଦେଖ ଗାଇସ୍ ସେଠି ସଫା ଚାଲିଛି ହେଲା କି ସେଠି ଆମ ଡିପାର୍ଟମେଣ୍ଟର ସଫା ଚାଲିଛି କିନ୍ତୁ ମୁଁ ଏଠି ପଳେଇ ଆସିଛି ଆଉ ଏଠି କାମ ଅଛି ଆଉ ମୋ ବୋଉ ହେରିକା ଆସିଛନ୍ତି ଯେହେତୁ ହେଲା କି ଚାଲିଛି କାମ କାମ କରିବାନି କଣ କରିବା। ତୁ ବେଗର ପୁରେଇ ଦେ ହବନି ତୁ ଅରିଜିନାଲ ଗୁଡା ରଖିଥାଉନୁ ଦରକାର ଏଗୁଡ଼ା ତୁ ରଖା ଏଗୁଡ଼ା ତୁ ନେଇ ପଳା ଅରିଜିନାଲ୍ ହଜି ହୁଜା ଯିବ ଏଗୁଡ଼ା ସବୁ ଓକେନ ସ୍କାନରର ହେଇ ସବୁର ଡକ୍ୟୁମେଣ୍ଟ ଫଟୋ ସବୁ ତୁ ମୋବାଇଲରେ ରଖିଥା ବୁଝିଲୁ। ସବୁ ରଖିବୁ ଡକ୍ୟୁମେଣ୍ଟ ଓଲ୍ଡ ଡକ୍ୟୁମେଣ୍ଟ ସବୁବେଳେ ପାଖରେ ରହିବା ଦରକାର। ହଁ ବାସ୍ ପିଡିଏଫ୍ କରିକି ରଖିବୁ ଓକେନ ସ୍କାନର ଡାଉନଲୋଡ୍ କରିବୁ ରଖିବୁ ଓକେନ ସ୍କାନର ରହିଲା ମୋ ଭାଇ ରୁମ୍ ହେଲା କି। ଆଉ ମାଉସୀ କେତେ ଖୁସି ତମ ପୁଅ ଇଞ୍ଜିନିୟର ହବ ନାଇଁ ସାର୍ କିସ ଜେଇ ଇଞ୍ଜିନିୟର ହବ କିସ ଜୁନିୟର ଇଞ୍ଜିନିୟର ବହୁତ ଖୁସି ଆଉ ଆଉ ତ ମାନେ ଏକ୍ସପିରିଏନ୍ସରୁ ଯିବ ସମଲେଶ୍ୱରୀ ଯିବ ମୋ ମାଉସୀର ଇଚ୍ଛା ଯେ ସମଲେଶ୍ୱରୀ ଯିବ ବୋଲି ଇଚ୍ଛା ହେଲା କି ଆସିଛି ଯେତେବେଳେ ଦି ବୁଲିବ ତାମାନେ ସମଲେଶ୍ୱରୀ ଆଉ ଇଏ ରହିଲା ତା ବେଡ୍ ଆଉ ବୋଉ ତୋ ସାନ ପୁଅ ଇଞ୍ଜିନିୟର ହବ ନା ଆଗେ ହଉନା ଆଉ ତୁ ଇଞ୍ଜିନିୟର ହବୁ ଯେ ଆଇଛୁ ବାଲେଶ୍ୱରରୁ ଆଇଛୁ ସମ୍ବଲପୁର ଜେଇ ଜେଇ ନା ଜେଜେମା ଖୋଲା ଜେଇ ଆଉ ତୁ କିସ ହେଇତେ ଆଇଛୁ ତୁ କିଛି ହେଇତେ ଆସିନୁ ତୁ ଇଞ୍ଜିନିୟର ହବୁନି ୟାକୁ ନେଇ ପଳା ଇଏ ତ ତାର କିଛି ହବନି ପାଠ ପଢିବନି ଆଉ କିସ। ଆଉ ଗାଇସ୍ ମୁଁ ତ ସକାଳ ପାଖରୁ ଭିଡିଓ ଷ୍ଟାର୍ଟ କରିନଥିଲି କ୍ଲାସରୁ ଆସିକି କହିଲି ନା ଆଜି ଆସିଛନ୍ତି ଯେତେବେଳେ ଭିଡିଓ ଟିକେ କରିଦବା ହେଲା କି ବୋଉ ଗୋଟେ ଆଇଫୋନ ଆଣିଦେରେ ଏ ମୋବାଇଲ ଆଉ କେତେ ଦିନ ଧରିମି ଆଇଫୋନ ଗୋଟେ ନିହାତି ଦରକାର। ଆଣିଦବୁ ନା ଆଣିଦବୁନି ଆଁ ତୋ ବାପାକୁ କହ। ଆଉ ତତେ କହିନି ତୁ ମତେ ଗୋଟେ କଥା କହ ଗାଇସ୍ କେହି ତମ ବାପାକୁ କେହି କହିଛ କି ବାପାକୁ କେହି କେବେ କହନ୍ତିନି ସବୁବେଳେ ସମସ୍ତେ ମାଆକୁ କୁହନ୍ତି ହଁ କି ନାଇଁ ତେଣୁ ମା ସିନା କହିଲେ ଯାଇକି ସେଠୁ ଏଟିଏମରୁ ପଇସା ଆସିନେ ସିନା ନାଇଁ ସାର୍ ବୋଉ ତୁ ଏଟିଏମ୍ ଯେ ଆଁ ଆଉ ତୁ ଆଣିକି ଦବୁ ନା ଦବୁନି? ଏଇ ରାତିର ଫାଷ୍ଟ ବ୍ଲଗ ହେରିକା ଯେ କରତେ ଯାଉଛି ସେଠି କ୍ୟାମେରା ଟିକେ କ୍ଲିୟର ହେଲେ ଗାଇସ୍ ମାନେ ଆଉ ଟିକେ ଅଧିକା ଭଲ ପାଇବା ଦେବେ ନା ଦେବେନି? ବୋଉ ତୁ ଟିକେ କହ ତ ଗାଇସ୍ ମାନଙ୍କୁ ଟିକେ ସମସ୍ତେ ଅଧିକା ଭଲ ପାଇବା ଦେବେ ଆମକୁ ଆଇଡିକୁ ସବସ୍କ୍ରାଇବ କରିବେ କହ କହିବୁନି? ମୋ ବୋଉର ତାର ଗୋଟେ ଇଏ ସେ କ୍ୟାମେରା ଆଗକୁ କେବେ ଆସିବନି ତା ମୋବାଇଲରେ ତା ଫଟୋ ବି ଗୋଟେ କେବେ ଉଠେଇବନି ସେ କ୍ୟାମେରାକୁ ଆସେନି ଆଜି ଫାଷ୍ଟ ଟାଇମ ଆସିଲା ନା ୟା ପୂର୍ବରୁ 6 ମାସ ଖଣ୍ଡେ ତଳେ ମୋ ପିଇସି ଘରକୁ ଯାଇଥିଲି ସେତେବେଳେ ଥରେ ଯାହା ଆସିଥିଲା ସେ କ୍ୟାମେରା ଫ୍ୟାମେରା କେବେ ଫଟୋ ଉଠାଏନି କି ଇଏ କରେନି ହେଲା କି ତ ଗାଇସ୍ ତାକୁ ସେଇଥିପାଇଁ ବ୍ଲଗରେ ଆଣେନି କେବେ ସେ କହ ନା ଆଜି ସେଇଠୁ ଚାଲି ଆଇଲା
ଦୀପୁର କଥା ନା ତ ଗାଇସ୍ ଜଲ୍ଦି ଜଲ୍ଦି ଆଉ ଟିକେ ଭଲ ପାଇବା ଦିଅ ପାଠ ଗାଇସ୍। ପଢିକି ନିଜ ଗୋଡରେ ଠିଆ ହୁଅ ତାପରେ ଯାଇକି ଆଇଫୋନ ଆଉ ଇୟରଫୋନ ଆଉ ନିଜ ଗୋଡରେ ନ ଠିଆ ହେଲେ ମୁଁ ଯାଉଛି କେବେ କିସ ମୁଁ ମିଛ କଥା କହିନି ତ। ସିଏ ଠିଆ ହବ ଅଲଗା ଇଏ ଠିଆ ହବ ଅଲଗା। ଗାଇସ୍ ଆ ନିଜ ଗୋଡ ମୋ ବୋଉ ନିଜେ କହୁଛି କହୁଛି ତୋ ଗୋଡରେ ନ ଠିଆ ହବା କଥା ନିଜ ଗୋଡରେ ନ ଠିଆ ହେଇକି ଆଉ କୋଉଠି ଠିଆ ହେବି କୋଉ ଗୋଡରେ ଠିଆ ହେବି। ତ ଗାଇସ୍ ଏବେ ତ ମୋ ଭାଇ ବି ଆଇଲା ଏବେ ତ ମହୋତ୍ସବ ହବ ଆଉ ହେଲା କି। ଜଲ୍ଦି ଜଲ୍ଦି ହବ ଗାଇସ୍ ଟେନସନ୍ ନିଅନି କଣ କରିବା କୁହ ଏଠି ପଢାକୁ ଧ୍ୟାନ ଦବା ନା ସେଠି ବ୍ଲକ ତ ହଠାତ୍ ହଷ୍ଟେଲରୁ ଯାଇ ହବନି ହେଲା କି। ତ ଗାଇସ୍ ସେ ପାଇଁ ତ ଟିମ୍ ଫିମ୍ ଦରକାର ସେମାନଙ୍କୁ ନେଇକି ଜଣେ ଦି ଜଣ ତ ହବନି ସେ ଗାଇସ୍ ସେ ଦି ପାଟି ଜଣ ଗ୍ୟାସ୍ ହଉଛି ଦି ଜଣ କି ତିନି ଜଣ ଲେଖା ଚାଲି ହଉଥିଲେ ସେରକ ତ ହବନି ହେଲା କି ଏଠି ଗାଇସ୍ ରିକ୍ସ ବହୁତ ଏସବୁ ଜାଗା ଡେଞ୍ଜର ନା ହେଲା କି। ଗାଇସ୍ ଆଉ ଟିକେ ଯାଉ ତାପରେ ଆଉ ଟିକେ କଥା ହବା ହେଲା କି। ତ ଗାଇସ୍ ଇଏ ଯେହେତୁ ରାତି ସାରା ଆସିଛି ହେଲା କି ଇଏ ଶୋଇଲା ଇଏ ବି ଚାଲିଲା ତା ରୁମ୍ ଆଉ ବୋଉ ଆଉ ମାଉସୀ ଚାଲିଲେ ଘର ନାଇଁ ସେ ମାଉସୀ ଚାଲିଲ ଯିବେ ସମଲେଶ୍ଵରୀ ବୁଲିକି ଯିବେ ବୋଉ କିଏ ନେଲା ରେ? ମୁଁ ନେଇଯାଇଥିବି ଦେଖ ତୁ ନେଇଛୁ ନା? ହଁ। ଏଇ ନେ ରେ ଏଇୟା ଇସ୍ କି ହସ ଏଇ ବାବା ନୁଚିକି ଏ ଆହୁରି ଇଏ ପଇସା ରଖିଥିବ ନୁଚିକି ହଁ ଗୁଛି ଗୁଛି ରଖିଥିବ ପଇସା ହେବି ଚାଲାକ୍। ସେ ପକେଟରେ ରଖିବେ ନାହିଁ ସେଟା ଲକରରେ ସବୁବେଳେ ରଖିବେ। ହଁ ଲକର୍। ଲଗେଜରେ ଭର୍ତ୍ତି। ବେଶ ଚାଲିଲେ ସମସ୍ତେ ଘରକୁ ଏମାନେ ସବୁ ରହିଲେ ଇଞ୍ଜିନିୟର ହେଇକି ବାହାରିବେ ଆଉ ଗୋଟେ ଗୋଟେ ୟାଙ୍କର ସବୁ ଘର ମାନେ କିଏଟା ଆଗରେ ଲାଗିବ ମାନେ ଇୟାର ସୁନୀଲ ପାତ୍ର ଇୟାର ମୋର ତ ଇଞ୍ଜିନିୟର ହବାର ଆଁ ଲୋକ ସାରା ଆଜି ଯାଇକି କାଲି ଯାଇକି ଲଗେଇବା ତାପରେ ସମାନ ପାଖରୁ ଏ କେତେ ନାଣ ରହୁଲ? 40 ଟଙ୍କା ମୋ ବେଳେ ନେଇଥିଲା 40 ଟଙ୍କା। ସେ ଡ୍ରେସ୍ ହବନି ସେ ଡ୍ରେସ୍ କ୍ୟାନ୍ସଲ କରିଦେଲା ଯେ ଏମାନେ ସବୁ ମୂର୍ଖ ତିନି ତିନି ଚାରି ସେଇ ଡ୍ରେସ୍ ଆମ ବେଳେ ଯୋଉ ଥିଲା ତମ ବେଳେ ଟିକେ ଚେଞ୍ଜ ହେଲା। ସେତେବେଳେ ଚେଞ୍ଜ ହଉଛି ନା ଆଉ। ଯା ଘରକୁ ଯା। ଇଏ ଆସିଲା ହଁ। ପିଲାଟାର ଯାଇତେ ବହୁତ ଇଚ୍ଛା ଥିଲା ମୁଁ ହିଁ ତାକୁ ନାଁ କହିଦେନି ଆଉ ଦି ଜଣଙ୍କ ଆଉ ଥରେ ଯିବେ ମାନେ ଯିବେ ସେଇ ମାନେ ଘୁରିକି ପୁଣି ଆସିବେ ସେଇ ହେରା ଫେରା ହବ ନା କି ସବୁ ଯିବୁ ସେଇପଟେ ଯିବୁ ଆଉ ହଁ। ଦି ଜଣ ତ ରହିଲ ଆଉ କଣ ଚା ତାର ଖାଇବା କଥା ସବୁବେଳେ ଲଗି ତ ମନ ଇଚ୍ଛା ନାହିଁ କି ସବୁବେଳେ ଖାଇବୁ ସକାଳୁ ହଁ ଖାଇବୁ କେତେବେଳେ? ଆଉ ଥରେ କହ ଖାଲି ମିଶ୍ରି ଖା ଖାଲି ବେତାଳିଆ କଥା ସବୁବେଳେ ଖାଇବୁ ଶୋଇବୁ ସବୁବେଳେ ମୋବାଇଲ ଫୋବାଇଲ ଦେଖିବୁନି। ସବୁବେଳେ ମୋବାଇଲ ଦେଖିବୁ ବୁଝିଲୁ ହଉ ତୁ ଯା ଯାଇଛି ତୁ ଡବା ଫାମ ଯାଇଛୁ ସେଠି ଛତା ମଶୁରୀ ଦୁନିଆ ଜିନିଷ ସେଠି ଅଛି ନେଇଯିବୁ। ନା ନେଇ ହବନି ତୁ ନେଇ ଆ ହଉ ଗାଇସ୍ ବୋଉ ବାପା ବୋଉ ହେରା ତ ଦୁନିଆ ଗଲେ ଜିନିଷ ଅଛି ସବୁ ଇଏ କରିବୁ। ହଁ ତୁ ଯା ଗ୍ୟାସ୍ ପଳେଇଗଲେ ସମସ୍ତେ ହେଲା କି ଏ ଦି ଜଣ ଏଠି ବନ୍ଧା ପଡିଗଲେ ଏ ଦି ଜଣ ମରେଇବେ ତମେ ଦିଟା ଗାଣ୍ଡି ମରେଇବ ହେଲା। ଏଠି ରୁହନ୍ତି ମାନେ କଣ କହିଲୁ ମାନେ କିଛି ଭୁଲ ଭାଲ କିଛି କରିବୁନି ଇଏ ଯଦି ୱାନ୍ସ ବଦମାସି ତୋର ଦେଖିଲା ନା କାଟିଦବ ନେକ୍ସଟ୍ ଥରକୁ ଆଉ ହଷ୍ଟେଲ ପାଇବୁନି ହଷ୍ଟେଲ ଇଏ କିଛି ପାଇବୁନି ହେଲା। କିସ କହିଲୁ ମାନେ ଇଏ ଇନଡାଇରେକ୍ଟଲି କହୁଛି କି ବଦମାସି କରିବ ନା କିସ ଏ କହୁଛି ବଦମାସି କରିବ ତାହେଲେ ହଁ ବଦମାସୀ କମ୍ପଲସରୀ ହଁ ସତ କଥା ଇଞ୍ଜିନିୟରିଂ ର ଯଦି ଇଞ୍ଜିନିୟର ହେଇକି ଯଦି ବେଗ ନ ଲାଗିବ ତାହେଲେ ତୁ ଇଞ୍ଜିନିୟର ନୁହେଁ। ସବୁ ଯଦି ତୁ ମେକଅପ୍ କରିକି ଚାଲିବୁ ତାହେଲେ କେମିତି ଏଇ ଭାବନା ଦେଖୁଛ ତମ ଭାଇର ମୁଁ ତ ଜାଣିନଥିଲି ଏତେ ଭଲ ଭାବନା ଇଏ ରଖୁଛି ବୋଲି। ହଁ
ହଁ ଏଇଟା ଭାଇ ସେଠି କୁଲିଂ ଏଟା ଚଲା ହେଇନି କୁଲିଂ ଏଟା ଚଲେଇଲେ ପୁରା ବାହାରିବ ହେଲା କି ଗ୍ୟାସ୍ ଦେଖିଲେ ତ ଆମ ଏଇଟା ସସ୍ପେନ୍ସ ଥିଲା ହେଲା କି ଆପଣମାନଙ୍କ ପାଇଁ ଯେ କିଏ ଆସୁଛି କିଏ ନାହିଁ ହଁ ଚାଲ ଗାଇସ୍ ତ ଗାଇସ୍ ଏଠି ଆମର ଡିପାର୍ଟମେଣ୍ଟ ଆଜି ସଫାସଫି ଚାଲିଛି ହେଲା କି ଇଏ ରହିଲେ ଭାଇମାନେ ଆମ ସମସ୍ତେ କାମ କରୁଛନ୍ତି କେବଳ ମୋତେ ଛାଡ଼ିକି ଭାଇ ସେପଟେ ସବ ହୁଣ୍ଡୁଛୁ କ'ଣ ହୁଏ ତୋ ଗୋଷ୍ଠୀ କି ହରଡ଼ ଡାଲି ଓକେ ଆଁ କାମ ଚାଲିଛି ଭାଇ। ଏ ଦେଖ ଭାଇଟା ଆମର କେତେ ସୁନ୍ଦର କାମ କରୁଛୁ ହେଲା କି କେବଳ ଗାଇସ୍ ମୁଁ ହିଁ କାମ କରୁନି ହେଲା କି ଏଗୁଡ଼ା ସବୁ ଚାଲିଛି ଡିପାର୍ଟମେଣ୍ଟ ସଫାସଫି ଚାଲିଛି ଆଉ ହେଲା କି ଏଗୁଡ଼ା ସବୁ ଗାଇସ୍ ଇଏ ଦେଖ ଇଏ ହଉଛି ସର୍ଟ ହେଲା କି ମାନେ ଏ ଯାଉ ଚଢ଼ି ଚଢ଼ା କରୁଛୁ ଇଏ ଇଞ୍ଜିନିୟର ପରା ଖାଲିଟା କୁହାଯାଇଛି ନା ଇଞ୍ଜିନିୟର ମାନଙ୍କ ବୁଦ୍ଧି ଦେଖୁଛନ୍ତି ତ ପୁରା ଅଚଞ୍ଚା କିଳାଟା ଆଣିକି ଲଗେଇ ଦେଇକି କିଳା ସଫା ଚାଲିଛି ଇଏ ଦେଖ ଗାଇସ୍ ସେ ହବ 3-4 ଫୁଟର ଖଣ୍ଡେ ହବ କିନ୍ତୁ ତା ଇଏ ସଫା ଦେଖୁଛନ୍ତି ତ ହାଁ ଇଞ୍ଜିନିୟର ହବୁ ନହେଲେ ହବନି ଗାଇସ୍ ଦେଖ ପାଠ ନ ପଢ଼ି ଏମାନେ ସବୁ କ'ଣ କରୁଛନ୍ତି ଏ ବେ ରୁହ ବେ ବ୍ଲର୍ ହେଇଯାଉଛି ହଁ ହଁ ଦେଖା ହେଇଛି ଫେସ୍ ଦେଖା ହେଇଛି ଏ ଦେଖ ଗାଇସ୍ ଲ୍ୟାବ୍ର ସବୁ କାମ ଫାମ କରିକି ଯାଇଛନ୍ତି କେମିତି ସବୁ ଅସଜଡ଼ା କରିକି ରଖିକି ଯାଇଛନ୍ତି ହେଲା କି ଭାଇ ସେ କମ୍ପ୍ୟୁଟରଟା ବନ୍ଦ କରିଦେଲ ନା କାମ ହେଉଛି ସେଟା ବି କାମ ଚାଲିଛି ଗାଇସ୍ ହେଲା କି ଏଗୁଡ଼ା ତ ସବୁ ରହିଲା ଆଉ ହେଲା କି ଚାଲ ଯିବା এইটা ଯେଉଁ ଦେଖୁନାହାନ୍ତି ଗାଇସ୍ ଏଇଟା ମାନେ 6M ଭାଇମାନେ ଏଇଟା ଗୋଟେ ବନେଇକି ଯାଇଛନ୍ତି ହେଲା କି ଏଇଟା ଗୋଟେ ଆଉ ଭାଇମାନେ ଏଠି ଆମର ବସିକି ବି କାମ କରୁଛନ୍ତି ଏଠି ହେଲା କି ଆଉ ସମସ୍ତଙ୍କ କାମ ସରିଯାଇଛି ପଳେଇଛନ୍ତି ଏଇଟା କିନ୍ତୁ ଭାଇ କେମିତି ହେଇଛି ଦେଖନ୍ତୁ ଏଇଟା ପୁରାପୁରି ତାଙ୍କର ଗୋଟେ ପ୍ରୋଜେକ୍ଟ ଥିଲା ଏଇଟା କରିଛନ୍ତି ହେଲା ବହୁତ ସୁନ୍ଦର ଭାବ ଆସୁଛି गाइस देखो आज आम डिपार्टमेंट सब पूरा पूरी आज सब क्लीन है कि देखो गाइस डिपार्टमेंट सब क्लीन है देखो गाइस आम डिपार्टमेंट केते सुंदर सफा है भाई समस्ते आम मिसिकी सब सफा कर देखो गाइस पूरा पूरी ये केते सफा गाइस बहुत बहुत सुंदर सफा है कि समस्त को धन्यवाद केवल मत छाड़ी आज भी निरामिष है कि सो फाइनाली गाइस तो खाई पी के पळे आसिले तो आज तो देखिले जहाँ जहाँ है कि तो गाइस आज वीडियो केमती कौन लगी निहाती कमेंट माध्यम कहे रही जय जगन्नाथ जय श्रीराम लव यू ऑल पुणी देखा गोटे ब्यूटीफुल ब्लॉग रे से हमको विदाय दिंतु रही जय जगन्नाथ तो गाइस आईडी को बहुत सारा भल पाइबा दिंतु तो रही जय जगन्नाथ बाय।